କେଉଁ ଶାଗ ଖାଇଲେ ପେଟରେ ଯାହା ଝାଡ଼ା ଥିବ ସକାଳେ ସମ୍ପୂର୍ଣ୍ଣ ରୂପେ ସଫା ହୋଇଯିବ। ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଫ୍ରେଣ୍ଡସ୍, ଆଜିର ପ୍ରଶ୍ନ ଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିଛି, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, ନିୟମିତ କେଉଁ ଶାଗ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ? ଅପସନ୍ ଏ ଲାଉ ଶାଗ, ଅପସନ୍ ବି ପାଳଙ୍ଗ ଶାଗ, ଅପସନ୍ ସି ସଜନା ଶାଗ ଏବଂ ଅପସନ୍ ଡି ମେଥି ଶାଗ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନ ଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତର ଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ବି ପାଳଙ୍ଗ ଶାଗ। ନିୟମିତ ପାଳଙ୍ଗ ଶାଗ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ନିୟମିତ ନିମ୍ବ କାଠିରେ ଦାନ୍ତ ଘଷିଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଜଣ୍ଡିସ୍ ରୋଗ, ଅପସନ୍ ବି ବ୍ଲଡ଼ ପ୍ରେସର, ଅପସନ୍ ସି ଡାଇବେଟିସ୍ ଏବଂ ଅପସନ୍ ଡି କୋଷ୍ଠକାଠିନ୍ୟ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଡାଇବେଟିସ୍। ନିୟମିତ ନିମ୍ବ କାଠିରେ ଦାନ୍ତ ଘଷିଲେ ଡାଇବେଟିସ୍ ରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପଖାଳ ସହ କ'ଣ ମିଶାଇ ଖାଇଲେ ମଣିଷର ମୃତ୍ୟୁ ହୋଇଥାଏ? ଅପସନ୍ ଏ ଗୁଡ଼, ଅପସନ୍ ବି କଲରା, ଅପସନ୍ ସି ମହୁ ଏବଂ ଅପସନ୍ ଡି କୋଲ୍ଡ ଡ୍ରିଙ୍କସ୍। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କୋଲ୍ଡ ଡ୍ରିଙ୍କସ୍। ପଖାଳ ସହ କୋଲ୍ଡ ଡ୍ରିଙ୍କସ୍ ମିଶାଇ ଖାଇଲେ ମଣିଷର ମୃତ୍ୟୁ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଓଡ଼ିଶାର କେଉଁ ସହର ଡାଇମଣ୍ଡ ସିଟି ଅଫ୍ ଓଡ଼ିଶା ବୋଲି କୁହାଯାଏ? ଅପସନ୍ ଏ ବାରିପଦାକୁ, ଅପସନ୍ ବି ତାଳଚେରକୁ, ଅପସନ୍ ସି ରାଉରକେଲାକୁ ଏବଂ ଅପସନ୍ ଡି ଭୁବନେଶ୍ୱରକୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ତାଳଚେର। ଓଡ଼ିଶାର ତାଳଚେର ସହର ଡାଇମଣ୍ଡ ସିଟି ଅଫ୍ ଓଡ଼ିଶା ବୋଲି କୁହାଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଫଳର ମଞ୍ଜି ଖାଇଲେ ହଜମ ଶକ୍ତି ବଢ଼ିଥାଏ? ଅପସନ୍ ଏ ତରଭୁଜ ମଞ୍ଜି, ଅପସନ୍ ବି ପଣସ ମଞ୍ଜି, ଅପସନ୍ ସି କଲରା ମଞ୍ଜି ଏବଂ ଅପସନ୍ ଡି ଅମୃତଭଣ୍ଡା ମଞ୍ଜି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ତରଭୁଜ ମଞ୍ଜି। ତରଭୁଜ ମଞ୍ଜି ଖାଇଲେ ହଜମ ଶକ୍ତି ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆମ୍ବ ଚାଷ କରାଯାଏ? ଅପସନ୍ ଏ ମଧ୍ୟପ୍ରଦେଶ, ଅପସନ୍ ବି ଓଡ଼ିଶା, ଅପସନ୍ ସି ଗୁଜୁରାଟ ଏବଂ ଅପସନ୍ ଡି ଉତ୍ତରପ୍ରଦେଶ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଉତ୍ତରପ୍ରଦେଶ। ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଆମ୍ବ ଚାଷ କରାଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ନିୟମିତ ଅଙ୍ଗୁର ଖାଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଜଣ୍ଡିସ୍ ରୋଗ, ଅପସନ୍ ବି ଡାଇବେଟିସ୍ ରୋଗ, ଅପସନ୍ ସି ହୃଦରୋଗ ଏବଂ ଅପସନ୍ ଡି କିଡନୀ ରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ହୃଦରୋଗ। ନିୟମିତ ଅଙ୍ଗୁର ଖାଇଲେ ହୃଦରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭାରତରେ କେଉଁ ପରିବାକୁ ଲୋକମାନେ ସବୁଠାରୁ ଅଧିକ ଖାଆନ୍ତି? ଅପସନ୍ ଏ କଲରାକୁ, ଅପସନ୍ ବି ଆଳୁକୁ, ଅପସନ୍ ସି ଗାଜରକୁ ଏବଂ ଅପସନ୍ ଡି ବାଇଗଣକୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଆଳୁ। ଭାରତରେ ଆଳୁ ପରିବାକୁ ଲୋକମାନେ ସବୁଠାରୁ ଅଧିକ ଖାଇଥାନ୍ତି। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଡାଇବେଟିସ୍ 380 ହେଉ ବା 480 କେଉଁ ପତ୍ର ଖାଇଲେ କଣ୍ଟ୍ରୋଲ ରୁହେ? ଅପସନ୍ ଏ ତୁଳସୀ ପତ୍ର ଖାଇଲେ, ଅପସନ୍ ବି ବରପତ୍ର ଖାଇଲେ, ଅପସନ୍ ସି ହଳଦୀ ପତ୍ର ଖାଇଲେ ଏବଂ ଅପସନ୍ ଡି ବେଲପତ୍ର ଖାଇଲେ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ତୁଳସୀ ପତ୍ର ଖାଇଲେ ଡାଇବେଟିସ୍ 380 ହେଉ ବା 480
ତୁଳସୀ ପତ୍ର ଖାଇଲେ କଣ୍ଟ୍ରୋଲ ରହିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଧିକା ମାଛ ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ବ୍ଲଡ଼ ସୁଗାର, ଅପସନ୍ ବି ଏସିଡ଼ିଟି, ଅପସନ୍ ସି କିଡ଼ନୀ ରୋଗ ଏବଂ ଅପସନ୍ ଡି ଚର୍ମ ରୋଗ। ସୋ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଆପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ରହିଛି ଅପସନ୍ ସି କିଡ଼ନୀ ରୋଗ। ଅଧିକା ମାଛ ଖାଇବା ଦ୍ୱାରା କିଡ଼ନୀ ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସିଝା ଅଣ୍ଡା ଖାଇବା ଦ୍ୱାରା ମଣିଷର କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ସ୍ମରଣ ଶକ୍ତି, ଅପସନ୍ ବି ବୃଦ୍ଧି, ଅପସନ୍ ସି ଓଜନ ଏବଂ ଅପସନ୍ ଡି ଉଚ୍ଚତା। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଉଚ୍ଚତା। ସିଝା ଅଣ୍ଡା ଖାଇବା ଦ୍ୱାରା ମଣିଷର ଉଚ୍ଚତା ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ଅଁଳା ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ହଇଜା, ଅପସନ୍ ବି ଡାଇରିଆ, ଅପସନ୍ ସି କ୍ୟାନ୍ସର ଏବଂ ଅପସନ୍ ଡି ଚୁଟି ଝଡ଼ିବା। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ଡି ଚୁଟି ଝଡ଼ିବା। ପ୍ରତିଦିନ ଅଁଳା ଖାଇଲେ ଚୁଟି ଝଡ଼ିବା ସମସ୍ୟା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଫଳ ଭିତରେ ବିଷ କିଛି ମାତ୍ରାରେ ରହିଥାଏ? ଅପସନ୍ ଏ ଡାଳିମ୍ବ, ଅପସନ୍ ବି ସେଓ, ଅପସନ୍ ସି ଲିଚୁ ଏବଂ ଅପସନ୍ ଡି ପଣସ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ବି ସେଓ। ସେଓ ଫଳ ଭିତରେ କିଛି ମାତ୍ରାରେ ବିଷ ରହିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସବୁଠାରୁ ଅଧିକ ଶୀଘ୍ର ଦୌଡ଼ୁଥିବା ପଶୁ କିଏ? ଅପସନ୍ ଏ ହରିଣ, ଅପସନ୍ ବି ଘୋଡ଼ା, ଅପସନ୍ ସି ଚିତାବାଘ ଏବଂ ଅପସନ୍ ଡି ଠେକୁଆ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ସି ଚିତାବାଘ। ସବୁଠାରୁ ଅଧିକ ଶୀଘ୍ର ଦୌଡ଼ୁଥିବା ପଶୁର ନାମ ହେଉଛି ଚିତାବାଘ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ତେଲ ହୃଦୟ ଓ ମସ୍ତିଷ୍କକୁ ସୁସ୍ଥ ରଖିଥାଏ? ଅପସନ୍ ଏ ଅଲିଭ ତେଲ, ଅପସନ୍ ବି ନିମ୍ବ ତେଲ, ଅପସନ୍ ସି ରାଶି ତେଲ ଏବଂ ଅପସନ୍ ଡି ନଡ଼ିଆ ତେଲ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ଏ ଅଲିଭ ତେଲ। ଅଲିଭ ତେଲ ହୃଦୟ ଓ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଆଜିର ଶେଷ ପ୍ରଶ୍ନଟି। କେଉଁ ଶାଗ ଖାଇଲେ ପେଟ ସମ୍ପୂର୍ଣ୍ଣ ରୂପେ ସଫା ହୋଇଯାଏ? ଅପସନ୍ ଏ ଖଡ଼ା ଶାଗ ଖାଇଲେ, ଅପସନ୍ ବି କଲରା ଶାଗ ଖାଇଲେ, ଅପସନ୍ ସି ପୋଇ ଶାଗ ଖାଇଲେ ଏବଂ ଅପସନ୍ ଡି ସଜନା ଶାଗ ଖାଇଲେ। ସୋ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଆପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କଲରା ଶାଗ। କଲରା ଶାଗ ଖାଇଲେ ପେଟ ସମ୍ପୂର୍ଣ୍ଣ ରୂପେ ସଫା ହୋଇଯାଏ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଏଇଠି ଶେଷ କରୁଛି। ପୁଣି ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।